ଜୀବନରେ ଯଦି କାହାଠାରୁ କ୍ଷମା ପାଇବାକୁ ଚାହୁଁଛନ୍ତି ତେବେ ସର୍ବପ୍ରଥମେ ଆପଣ ଅନ୍ୟକୁ କ୍ଷମା କରିବା ଶିଖନ୍ତୁ। ଏ ଦୁନିଆରେ ଏହି ଦୁଇ ପ୍ରକାର ଲୋକ କେବେ ବି ସଫଳତା ପାଇପାରନ୍ତି ନାହିଁ। ଯିଏ କେବଳ ଚିନ୍ତା କରେ କିନ୍ତୁ କାର୍ଯ୍ୟ କରେ ନାହିଁ, ଏବଂ ଯିଏ କାର୍ଯ୍ୟ କରେ କିନ୍ତୁ କେବେ ବି ଚିନ୍ତା କରେ ନାହିଁ। ଧୈର୍ଯ୍ୟ ଏବଂ ସହନଶୀଳତା କେବେ ବି ମଣିଷର ଦୁର୍ବଳତା ହୋଇନଥାଏ, ବରଂ ଧୈର୍ଯ୍ୟ ଏବଂ ସହନଶୀଳତା ପାଇଁ ମଣିଷ ତା ଜୀବନରେ ସଫଳତା ପାଇଥାଏ। ନିଜର ପାରୁ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖନ୍ତୁ, କାହିଁକି ନା ବେଳେବେଳେ ପେନ୍ଥାର ଶେଷ ଚାବିକାଠିରେ ମଧ୍ୟ ତାଲା ଖୋଜି ଯାଇଥାଏ। ବାସ୍ ଆପଣ ଧୈର୍ଯ୍ୟର ସହିତ ନିଜ କର୍ତ୍ତବ୍ୟ କରିଚାଲନ୍ତୁ, ଦେଖିବେ ଦିନେ ନା ଦିନେ ଆପଣଙ୍କୁ ସଫଳତା ନିଶ୍ଚିନ୍ତ ମିଳିବ। ମଣିଷର ବିଫଳତା ମଧ୍ୟ ସଫଳତାରେ ବଦଳି ଯାଇଥାଏ, ଯେତେବେଳେ ମଣିଷ ଜୀବନର ସବୁ ସମସ୍ୟାକୁ ସାମ୍ନା କରିବା ଶିଖି ଯାଇଥାଏ।